ଆଜି ଏମିତି କିଛି ହବ କହି ମୁଁ ଭାବିନଥିଲି। ତ ଦେଖନ୍ତୁ ମୁଁ କଲେଜ ଯିବା ପାଇଁ ଏବେ ରେଡ଼ି ହେଉଥିଲି। ତ ରେଡ଼ି ହଉ ଆମର ଲାଇଟ୍‌ଟା ଟିକେ ଖରାପ ହେଇଥିଲା ସକାଳୁ ମୁଁ କମ୍ପ୍ଲେନ୍ ବି କରିଥିଲି। ତ କିଛି ସମୟ ପରେ ଭାଇ ଆସି ଆମର ବନେଇ ଦେଇଥିଲେ। ବନେଇ ସାରିବା ପରେ ମୁଁ ଘରକୁ ଆସିଲା ବେଳକୁ କଲେଜ ଯିବା ପାଇଁ ତ ମାଆ କହିଲା ଯାଆନି କଲେଜ ଆମ ବାବୁର ଦେହ ଖରାପ ଅଛି ତ ତାକୁ ମେଡ଼ିକାଲ ନେବା କହିଲାକୁ ତ ଦେଖନ୍ତୁ ମୁଁ ମେଡ଼ିକାଲ ଧରିକି ଆସିଲି ଏବେ। ମାନେ କଳମ୍ବରେ ଆସି ପହଞ୍ଚିଗଲି। କଳମ୍ବରେ ପହଞ୍ଚି ସାରି ମୁଁ ଆସି ମେଡ଼ିକାଲକୁ ପଳେଇ ଆସିଲି। ଆସି ସାରିବା ପରେ ତାର ମାନେ ଟ୍ରିଟମେଣ୍ଟ ହେଇସାରିବା ପରେ ତାକୁ ଦେଖନ୍ତୁ ଧରିକି ପଳେଇ ଆସିଲି। ଆସି ସାରିବା ପରେ ମୁଁ ରୁଦ୍ରଙ୍କ ଘର ଦୋକାନକୁ ପଳେଇ ଆସିଥିଲି ଏବେ। ହାଏ ରୁଦ୍ର। ସୁଖେ ଦୁଃଖେ ମେଡ଼ିକାଲ ଆସିଥିଲି ତ। ତ ଟମାଟୋ ଟିକେ ମୋର କିଣିବାର ଥିଲା ତ କିଣିକି ସେଠୁ ଦେଖନ୍ତୁ ପଳେଇ ଆସିଲି। ଆସି ସାରିବା ପରେ ମୁଁ ଆସି ମୋ ଗାଡ଼ିରେ ପେଟ୍ରୋଲ ପକେଇ ଦେଇଥିଲି। ପେଟ୍ରୋଲ ପକେଇ ସାରିବା ପରେ ମୁଁ ଗୋଟେ ହୋଟେଲକୁ ପଳେଇ ଆସିଲି କିଛି ଘର ପାଇଁ ପାର୍ସଲ ନେବା ପାଇଁ। ଦେଖନ୍ତୁ ଗରମ ଗରମ ସେ ବନେଇକି ମୋତେ ଦେଇଦେଲେ ତ ମୁଁ ଧରିକି ଆସିଲି। ଆସି ସାରିବା ପରେ ଆଉ ଗୋଟେ ହୋଟେଲକୁ ମୁଁ ଗଲି ଯାଇକି ଦେଖନ୍ତୁ ସେଠୁ ମଧ୍ୟ କିଛି ଧରିକି ପଳେଇ ଆସିଲି। ଆସି ସାରିବା ପରେ ଦେଖନ୍ତୁ ମୁଁ ଗାଁକୁ ପଳେଇ ଆସିଲି। ଆସି ସାରିବା ପରେ ଆମର ପୁଣି ଘରେ ଦେଖନ୍ତୁ ଲାଇଟ୍ ପଳେଇଥିଲା ବହୁତ ଖୁସି ଲାଗିଲା। ତ ଖୁସିରେ ଆସି ମୁଁ ଯାହା ପାର୍ସଲ ନେଇକି ଆଣିଥିଲି ସବୁ କିଛି ଖାଇନେଲି। ଦେଖନ୍ତୁ ଖାଇବା ପାଇଁ ବସିଗଲି ଏବେ ତ ମୋ ଭିଡ଼ିଓକୁ ସମସ୍ତେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ ନିହାତି କରିବେ ସାଙ୍ଗମାନେ। ତ ଖାଇକି ମୋ ଭିଡ଼ିଓକୁ ମୁଁ ଏଇଠୁ ଏଣ୍ଡ କରୁଛି। ବାଏ ସାଙ୍ଗମାନେ।